6 ବର୍ଷ ହେଲା ଯେଉଁ ପଟିଆଗଡ଼ ସ୍ପୋର୍ଟସ କ୍ଲବ ଏଇ ଆୟୋଜନ କରୁଛି ତା ଦେହରେ ଓଡ଼ିଶାର କୋଣ କୋଣର ପିଲା ଏମିତିକି ମାଲକାନଗିରିର ବି ପିଲା କୋରାପୁଟ ପିଲା ସମସ୍ତେ ଆ ଦେହରୁ ବେନିଫିଟ୍ ପାଉଛନ୍ତି। ତା ଦେହରୁ କିଛି ଟ୍ୟାଲେଣ୍ଟ ବି ବାହାରୁଛନ୍ତି ଯେଉଁମାନେ ନ୍ୟାସନାଲ ଲେବୁଲର ବି ଯାଇପାରୁଛନ୍ତି। ତେଣୁ ପଟିଆଗଡ଼ ସ୍ପୋର୍ଟସ କ୍ଲବର ଏଇ ଯେଉଁ ଅର୍ଗାନାଇଜ ଆଉ ତାଙ୍କର ଯିଏ ଅର୍ଗାନାଇଜ କରୁଛନ୍ତି ତାଙ୍କୁ ଧନ୍ୟବାଦ ଦେବ। ସେମାନେ ଓଡ଼ିଶାର ସମସ୍ତ ପ୍ଲେୟାରକୁ ଯେତେ ଟ୍ୟାଲେଣ୍ଟ ପ୍ଲେୟାର ଅଛନ୍ତି ଏଠାରେ ଆସି ଏକତ୍ରିତ କରାଉଛନ୍ତି। ଆମେ ବି ମଧ୍ୟ ଯେଉଁ ଅକ୍ସନ୍ କରୁଛୁ ଓଡ଼ିଶା ଯାକର ପିଲାଙ୍କୁ ଆମେ ସିଲେକ୍ସନ କରି ସେଠୁ ସିଲେକ୍ସନ କରି ଏଠିକି ଆଣୁଛୁ। କାରଣ ଆମେ 84 ଜଣକୁ ନେବୁ, 6ଟା ଟିମ୍ କରିବୁ। ଏଠି 120 ଜଣ ଅଛନ୍ତି। ଆମକୁ ବି ବର୍ତ୍ତମାନ ସବୁ ଯାକ ଟ୍ୟାଲେଣ୍ଟେଡ ପିଲା। ଆମକୁ ବି ବର୍ତ୍ତମାନ ମାନେ ଟିକେ ସିଲେକ୍ସନ କରିବାକୁ ଇଏ ହେବ, କାହିଁକିନା ଆମେ ବେଟର ଟିମ୍ କରିବୁ। ଯେଉଁମାନେ ଫ୍ରାଞ୍ଚାଇଜ ନେଉଛନ୍ତି ତାଙ୍କୁ ମେନ୍ ଧନ୍ୟବାଦ ଦେବାକୁ। ସେମାନେ ଆଗକୁ ଆସିଲାଠୁ କବାଡ଼ିର ଡେଭଲପ ହେଇପାରୁଛି। ପ୍ରସ୍ତାବ ଦେବା, ଯେହେତୁ ବହୁତ ଟ୍ୟାଲେଣ୍ଟେଡ ପିଲା ରହିଯାଉଛନ୍ତି, ଆମେ ପ୍ରସ୍ତାବ ଦେବା ତାଙ୍କୁ। ଆମେ ନେକ୍ସଟ 12ଟା ଟିମ୍ କରିବା ପାଇଁ ଚେଷ୍ଟା କରିବୁ। ଆମେ ଯେ ଅର୍ଗାନାଇଜର ଅଛନ୍ତି ତାଙ୍କୁ ଆମେ ପ୍ରସ୍ତାବଟା ଦେବୁ। ସେମାନେ ମଧ୍ୟ ପ୍ରସ୍ତାବ ରକ୍ଷା କରିବେ, କାରଣ ସେମାନେ খুব ଆଜିକୁ ଯେତିକି ବର୍ଷ ସେମାନେ କରିଛନ୍ତି ଖୁବ ଭଲ ଅର୍ଗାନାଇଜ କରିକି ଆସୁଛନ୍ତି। ନାଇଁ ନାଇଁ ଆମର 6ଟା ଟିମ୍ ଆର ବର୍ଷ ଯେମିତି ହେଇଥିଲା, ଏ ତ ତାର 6ଟା ସଂସ୍କରଣ ହେଲା। ଆଗରୁ ଆମର ଲେଡିଜ ପ୍ରୋ ହଉଥିଲା, ଏବେ ଆମର ଏଇ 2 ବର୍ଷ ହେଲା। ଆର ବର୍ଷ ହେଇଥିଲା, ଏଇ ବର୍ଷ ପୁଣି ବି ହଉଛି। ଯେମିତି ଆର ବର୍ଷ ହେଇଥିଲା ସେମିତି 6ଟା ଟିମ୍ ହେଇକି ଆଉ ଶାନ୍ତି ଶୃଙ୍ଖଳା ସହିତ ଖେଳ ହବ। ଯେଉଁ ଓଡ଼ିଶାରୁ ଉଦୀୟମାନ ଖେଳାଳି ସବୁ ଆସିଛନ୍ତି ସେମାନେ 120 ପିଲାଙ୍କୁ ଡକାଯାଇଛି। ତାକୁ 6ଟା ଟିମ୍ରେ 14 ପିଲା ଲେଖା ଗୋଟେ ଟିମ୍ରେ ରହିବେ। 84 ପିଲାକୁ ସିଲେକ୍ଟ କରାଯିବ। ଆଉ ଖେଳ ଶାନ୍ତି ଶୃଙ୍ଖଳାରେ ଏମିତି ଆର ବର୍ଷ ଯେମିତି ହେଇଥିଲା ସେମିତି ହେବ। ନା ନା, ତା ପାଇଁ ସୁବିଧା କ'ଣ, ସବୁ ଡିଷ୍ଟ୍ରିକ୍ଟକୁ ଲେଟର ହେଇଛି ସେମାନେ ତାଙ୍କର ଉଦୀୟମାନ ଖେଳାଳିକୁ ସେମାନେ ପଠାଇବା ପାଇଁ। ଆଉ ତା ଭିତରେ ସେମାନେ ଯଦି ସିଲେକ୍ଟର ତାଙ୍କର ଲଟେରୀ ହେବ, ଟିମ୍ ହେବ, ତା ଭିତରେ ଯିଏ ବି ଭଲ ଖେଳାଳି ସେ ନିଶ୍ଚିତ ସୁଯୋଗ ପାଇବେ। ଦେଖନ୍ତୁ, ଗଲା ବର୍ଷ ଆମେ ଗୋଟେ ଟିମ୍ରେ 20 ଜଣ ଲେଖା ନେଇଥିଲୁ। ଆସିଥିଲେ 120। ଆମେ ଟୋଟାଲ ଉପରେ 120 ଜଣଙ୍କୁ ନେଇକି ଖେଳିଥିଲୁ। ଏ ବର୍ଷ ଆମର ଓଡ଼ିଶା କବାଡ଼ି ଆସୋସିଏସନର ସେକ୍ରେଟାରୀ ଏବଂ ଜଏଣ୍ଟ ସେକ୍ରେଟାରୀ ଏବଂ ଆମର ପଟିଆଗଡ଼ ସ୍ପୋର୍ଟସ କ୍ଲବର ସବୁ କର୍ମକର୍ତ୍ତା ବସିକି ଡିସିସନ୍ କରାହେଲା ଯେ ଆମେ ଯେଉଁ 18-20 ନେଉଛୁ ସେଇଟା ଆମର ଏକେବାଇ ରୁଲ୍ ବାହାରେ ହେଇଯାଉଛି। ଯେହେତୁ ଏକେବାଇ ରୁଲ୍ ହିସାବରେ ଆମର ଖେଳ କରୁଛୁ, ତ ଡିସାଇଡ୍ ହେଲା ଏକେବାଇ ରୁଲ୍ ଯାହା ଅଛି ଆମେ ସେହି ହିସାବରେ ଟିମ୍ କରିବୁ। ଏକେବାଇ ରୁଲ୍ ହିସାବରେ କ'ଣ ନା, ଏବେ ନୂଆ ଆଗରୁ ଥିଲା 12 ଜଣ, ଏବେ ହେଇଗଲା 14 ଜଣ। 14 ଜଣ ହିସାବରେ 6ଟି ଟିମ୍ ହେବ। ଟୋଟାଲ୍ 84 ଜଣ ଡିଭାଇଡ୍ ହେବ। ଦେଖନ୍ତୁ, ଆମର ଯେଉଁମାନେ ଆଗରୁ କବାଡ଼ି ଖେଳି ଖେଳି ଆସିବେ, ଏବେ ଯେଉଁମାନେ ସାର୍ ହେଇଛନ୍ତି, ଆମର ଅଜୟ ସାର୍ ହୁଅନ୍ତୁ କି ସୂର୍ଯ୍ୟ ସାର୍ ହୁଅନ୍ତୁ, ଆମ ସଙ୍ଗୀତା ମ୍ୟାଡ଼ାମ୍, ଏମାନେ ଯେଉଁମାନେ ଅଛନ୍ତି ଏମାନେ ସିଲେକ୍ଟର କମିଟିର ହେଡ଼୍। ଏମାନେ ଯାହାକୁ ସିଲେକ୍ସନ୍ କରିବେ, ଯେଉଁମାନଙ୍କୁ ଟିମ୍ ଠିକ୍ କରିବେ, ତ ସେଇ ଟିମ୍କୁ ନେଇକି ଅଲ୍ ଓଡ଼ିଶା କବାଡ଼ି ପ୍ରିମିୟମ୍ ଲିଗ୍ ଆଗକୁ ବଢ଼ିବ। ଆମର ଜାନୁଆରୀ 9, 10, 11, 2026 ଶୁକ୍ର, ଶନି, ରବିବାର ଏଥିପାଇଁ କ୍ଲୋଜିଂ ରଖିଛୁ ଯେ ଓଡ଼ିଶା ସାରା ସବୁ ଡିଷ୍ଟ୍ରିକ୍ଟରୁ ସବୁ ପ୍ଲେୟାର ମାନେ ଆସିବେ ଏବଂ ବଡ଼ ଭାଇମାନେ ଆସିବେ, ସମସ୍ତେ ଆସିବେ। ସେଇଥିପାଇଁ ସଣ୍ଡେ ରଖାହେଇଛି କ୍ଲୋଜିଂ, ଯେହେତୁ ସମସ୍ତେ ଆସିକି ଏ ଖେଳକୁ ଉପଭୋଗ କରିପାରିବେ। ଆମର ପଟିଆର ଏଇ ଯେଉଁ ଅଲ୍ ଓଡ଼ିଶା କବାଡ଼ି ଟୁର୍ଣ୍ଣାମେଣ୍ଟଟା ଏଇଟା 6 ବର୍ଷ ହେଲାଣି ଚାଲିଅଛି। ଏହାର ମାନେ ସବୁ ପ୍ରକାର ଖେଳ କରାଯାଏ, କିନ୍ତୁ କବାଡ଼ି ଖେଳ ତା ମଧ୍ୟରେ ଗୋଟେ ଅନ୍ୟତମ। ପିଲାଙ୍କର ଫିଜିକାଲ ଫିଟନେସ୍ ଥିବା ଦରକାର। ପିଲାମାନେ ମଧ୍ୟ ବହୁତ ବାହାର ଆମର ଓଡ଼ିଶା ଭିତରୁ ବାହାର ଜିଲ୍ଲାରେ ଆସି ପିଲାମାନେ ଖେଳୁଛନ୍ତି। ଆଉ ପ୍ରଦୀପ ଜେନା ଯିଏ ଆମର ଆୟୋଜକ ଯେ ଏଇଟାକୁ ମାନେ କରିଛନ୍ତି, ତାଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଅନେକ ଖେଳ ଯାହା ବି ସେ କରନ୍ତି ସବୁ ସମ୍ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ହୁଏ। ଆଉ ଏତିକି ମୁଁ ଗୋଟେ ଧନ୍ୟବାଦ ଦେଇ ତାଙ୍କୁ, ପ୍ରଦୀପ ଜେନାଙ୍କୁ। ସେ ଆଜି ନୁହଁ, ଆଜିକି ଯେତେ ବର୍ଷ ହେଲା ଖେଳ ଲାଇନ୍ ସେମାନେ ଗଲେଣି, ସବୁଠି ତାଙ୍କର ସକ୍ସେସ୍ରେ ଥାଆନ୍ତି ସେମାନେ। ଆଉ ମୁଁ ଏତିକି କହିବି, ଭଗବାନ ବରାଦରୁ ଖେଳଟି ଭଲରେ ଭଲରେ, ଜୟ ଜଗନ୍ନାଥ। ପ୍ରଭୁ ଖେଳଟିକି ଠିକ୍ ଠିକ୍ ଭାବରେ ସୁଚାର କରନ୍ତୁ। ନାଇଁ, ଆକ୍ଚୁଆଲି ଖେଳର ମେନ୍ ମୋଟିଭ୍ ହେଉଛି ଯେଉଁ ପଟିଆଗଡ଼ର ଅର୍ଗାନାଇଜେସନ୍, ଆର ଅକ୍ଳାନ୍ତ ପରିଶ୍ରମ। ପ୍ରେସିଡେଣ୍ଟ ସେକ୍ରେଟାରୀ ଯେଉଁ ମେମ୍ବର ରହିଲେ, ଆମର ଡେଲି ଇଭିନିଂରେ ମିଟିଂ ହୁଏ। ଆଉ ପ୍ରେସିଡେଣ୍ଟ ସେକ୍ରେଟାରୀ ସବୁବେଳେ ଚାହାନ୍ତି ଫାଷ୍ଟ ଆଗ ପ୍ଲେୟାରମାନଙ୍କର ସେଫ୍ଟି ଆମେ କେମିତି ଭଲସେ ଦେବା, କେମିତି ତାଙ୍କୁ ଟ୍ରିଟ୍ କରିବା। ଆଉ ଖେଳ ମାଧ୍ୟମରେ ଏଇଟା ଆକ୍ଚୁଆଲି ଅଲ୍ ଓଡ଼ିଶାର ଯେତେକ ସବୁ ଖେଳାଳି ଆସନ୍ତି ମୁଁ ତାଙ୍କୁ ୱେଲକମ୍ କରାହେଉଛି ପଟିଆଗଡ଼ ତରଫରୁ। ଆଉ ହେଉଛି ଏଇଟା ହେଉଛି କ'ଣ କି ଷ୍ଟେଟ୍ ଲେବୁଲ୍ ଖେଳ ହେଉଛି, ମାନେ ଏଇଠି ବାହାରକୁ ଖେଳିବାକୁ ଯିବା ପାଇଁ ଗୋଟେ ଛୋଟିଆ ପ୍ରୟାସ। ଏଠୁ ଯଦି ତାଙ୍କ ଭିତରୁ କିଏ ଭଲ ପ୍ଲେୟାର ବାହାରିକି ଯାଇକି ନ୍ୟାସନାଲ୍ ଖେଳିବେ, ନ୍ୟାସନାଲ୍ ଖେଳିକି ସେଠୁ ସିଏ ଆହୁରି ଉତ୍ତୀର୍ଣ୍ଣ ହେଇକି
इंटरनेशनल मेन मोटिव रोचे यहाँ जमती आम ओडिशार नाटा जमती इंटरनेशनल नेशनल रे पहुँचे।